ନମସ୍କାର ଦର୍ଶକ ବନ୍ଧୁ, କ'ଣ ଆପଣମାନେ ବି ଜୀବନରେ ସୁଖ ଓ ଦୁଃଖ ଏହି ଦୁଇଟି ଜିନିଷ ଆସିବା ପାଇଁ ଆପଣ କେବେ ଲକ୍ଷ୍ୟ କରିଛନ୍ତି ଯେ କେବେ କେବେ ଏମିତି ସମୟ ମଧ୍ୟ ଆସିଥାଏ ଯେତେବେଳେ ମନେ ହୁଏ ସବୁକିଛି ସମାପ୍ତ ହୋଇଗଲା। ମନ ମଧ୍ୟ ଧୀରେ ଧୀରେ ଭାଙ୍ଗିଯାଏ, ଆତ୍ମବିଶ୍ୱାସ ମଧ୍ୟ କମିଯାଏ ଏବଂ ଲାଗେ ଯେ ଆଗକୁ ଯିବାର କୌଣସି ରାସ୍ତା ହିଁ ନାହିଁ। କିନ୍ତୁ ବନ୍ଧୁମାନେ, ଏହା ହିଁ ହେଉଛି ସେହି ସମୟ ଯେତେବେଳେ ଆମେ ସଠିକ୍ ଭାବନା ରଖିବା ନିଶ୍ଚିତ ଭାବରେ ଆବଶ୍ୟକ ଅଟେ। ତେଣୁକରି ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଦୁଃଖ ସମୟରେ କେଉଁ 7ଟି କଥା ମନେ ରଖିବା ନିହାତି ଭାବରେ ଦରକାର ଅଟେ, ଯାହା ଆପଣଙ୍କର ଜୀବନକୁ ପୁରା ବଦଳାଇ ଦେଇପାରେ। ତ ସାଙ୍ଗମାନେ, ତା ପୂର୍ବରୁ ମୁଁ ଆପଣଙ୍କୁ ଗୋଟିଏ ଛୋଟ ଉଦାହରଣ ବା ଗୋଟିଏ ଗପ କହିବି, ଯାହାକି ସେହି ଗପ ମାଧ୍ୟମରେ ଆପଣଙ୍କର ନିଜ ଜୀବନର କିଛି ଇମ୍ପ୍ରୁଭ୍ ବା ଉନ୍ନତି ହୋଇପାରିବ। ଆଉ ଚାଲନ୍ତୁ ଡେରି ନ କରି ଆମେ ଆରମ୍ଭ କରିବା। ଗୋଟିଏ ଛୋଟ ଗ୍ରାମରେ ଗୋଟିଏ ଛୋକା ରହୁଥିଲା। ତାଙ୍କର ଜୀବନ ବହୁତ କଷ୍ଟରେ କଟୁଥିଲା। ଘରେ ଟଙ୍କାଟିଏ ବି ନଥିଲା। ଲୋକମାନେ ତାଙ୍କୁ ଏତେ ମାତ୍ରାରେ ଅବହେଳା କରୁଥିଲେ, ଯାହା ତାଙ୍କୁ ଘରୁ ବାହାରିବାକୁ ମଧ୍ୟ କଦାପି ଦେଉନଥିଲା ଏବଂ ସେ ବହୁତ ସମୟ ନିଜର ଜୀବନକୁ ସେହି ଦୁଃଖରେ ହିଁ ଅତିବାହିତ କରୁଥିଲା। ଗୋଟିଏ ଦିନ ସେ ଗୋଟିଏ ବୃଦ୍ଧ ମଣିଷକୁ ପଚାରିଲେ ଯେ ମୋ ଜୀବନରେ ଏତେ କଷ୍ଟ କାହିଁକି ଆସୁଅଛି? ବୃଦ୍ଧ ମଣିଷଟି ହସି ହସି କହିଲେ, କଷ୍ଟ ହିଁ ହେଉଛି ଜୀବନର ଗୋଟିଏ ପରୀକ୍ଷା। ଯେଉଁମାନେ ଏହି ପରୀକ୍ଷାରେ ଧୈର୍ଯ୍ୟ ରଖନ୍ତି, ସେମାନେ ଆଗକୁ ବଡ଼ ବଡ଼ ସଫଳତା ମଧ୍ୟ ପାଆନ୍ତି। ସେହି ଛୋକା ଏହି କଥାକୁ ମନେ ରଖିଲା ଏବଂ ନିଜ ପ୍ରତି ଆତ୍ମବିଶ୍ୱାସ ରଖି ଅଧିକ ମାତ୍ରାରେ ପରିଶ୍ରମ କରିବା ଆରମ୍ଭ କଲା। କିଛି ବର୍ଷ ପରେ ସେ ଗାଁର ସବୁଠାରୁ ସଫଳ ଲୋକ ହୋଇପାରିଲା। ତ ସାଙ୍ଗମାନେ, ଏହି କାହାଣୀଟି ଆମକୁ କେବଳ ଗୋଟିଏ ଶିକ୍ଷା ଦେଲା ଯେ ଦୁଃଖ ସମୟ ଆମକୁ ଭାଙ୍ଗିବା ପାଇଁ ନୁହେଁ, ବରଂ ଶକ୍ତିଶାଳୀ କରିବା ପାଇଁ ହିଁ ଆସିଥାଏ। ତେଣୁକରି ଦୁଃଖ ସମୟରେ କେବେ ବି ନିଜ ପ୍ରତି ହାର ମାନନ୍ତୁ ନାହିଁ। ଏହା ଜୀବନର ନୀତିଦିନ କଥା। ଏହା କେତେବେଳେ ଯେ ଦୁଃଖରେ ସୁଖ ସହିତ ପରିଗଣିତ ହୋଇଯିବ, ତାହା କେହି ସ୍ୱପ୍ନରେ ସୁଦ୍ଧା ମଧ୍ୟ କଳ୍ପନା କରିନଥିବେ। ତ ସାଙ୍ଗମାନେ, ଏହି ଦୁଃଖ ସମୟରେ ଆପଣ କେଉଁ 7ଟି କଥା ମନେ ରଖିବେ, ଯାହା ଫଳରେ ଆପଣଙ୍କର ମାଇଣ୍ଡରେ କୌଣସି ଜିନିଷ ପ୍ରତି
ଆଶା ହେବ ନାହିଁ। ତ ଚାଲନ୍ତୁ ଆମେ ପ୍ରଥମରେ ଜାଣିନେବା ଯେ ଏହି ସମୟ ମଧ୍ୟ ଦିନେ ନା ଦିନେ କଟିଯିବ। ଜୀବନରେ କେବେ ବି ଏମିତି ସମୟ ନାହିଁ ଯାହା ସଦାକାଳ ପାଇଁ ରହିଯାଏ। ଦୁଃଖ ମଧ୍ୟ ସଦା ଚିରସ୍ଥାୟୀ ନୁହେଁ। ଆପଣ ଆଗରୁ ବହୁତ କଷ୍ଟ ସମୟ ଦେଖିଥିବେ ଏବଂ ସେଗୁଡ଼ିକ ମଧ୍ୟ ଆପଣଙ୍କ ପାଇଁ ଶେଷ ହୋଇଯାଇଛି। ଏଥିପାଇଁ ମନେ ରଖନ୍ତୁ, ସମୟ କେବେ ମଧ୍ୟ ସ୍ଥିର ନୁହେଁ। ହୁଏତ ଆଜି ଆପଣଙ୍କ ପାଖରେ ଦୁଃଖ ଅଛି, କିନ୍ତୁ ଏହି ଦୁଃଖ ରାତାରାତି କେତେବେଳେ ଯେ ସୁଖରେ ପରିଗଣିତ ମଧ୍ୟ ହୋଇଯାଇପାରେ। ଦ୍ୱିତୀୟରେ, ଦୁଃଖ ଆମକୁ ଶକ୍ତିଶାଳୀ ହିଁ କରେ। ଯେଉଁମାନେ କେବେ ବି କଷ୍ଟ ଦେଖିନାହାନ୍ତି, ସେମାନେ ହିଁ ଜୀବନର ସତ୍ୟ କ'ଣ ଶିଖିପାରନ୍ତି ନାହିଁ। ଦୁଃଖ ଆମକୁ ଶିଖାଏ କେମିତି ନିଜର ଜୀବନକୁ ମଜବୁତ କରିବା। ଏଥିପାଇଁ ଦୁଃଖକୁ ଅଧିକାଂଶ ଲୋକ ଶତ୍ରୁ ବୋଲି ମାନିଥାନ୍ତି, କିନ୍ତୁ ପ୍ରକୃତରେ ଏହା ଶତ୍ରୁ ନୁହେଁ, ବରଂ ଏହା ହେଉଛି ଆପଣଙ୍କର ବହୁତ ବଡ଼ ଶିକ୍ଷକ। ତୃତୀୟରେ, ପ୍ରତ୍ୟେକ ସମସ୍ୟାର ଗୋଟିଏ ଲେଖାଏଁ ସମାଧାନ ଅଛି। ଜୀବନରେ କୌଣସି ସମସ୍ୟା ନାହିଁ ଯାହାର ସମାଧାନ ମଧ୍ୟ ନାହିଁ। କେବଳ ଆମକୁ ଶାନ୍ତ ମନରେ ବସି ଭାବିବା ଦରକାର। ଯଦି ଆପଣ ଧୈର୍ଯ୍ୟ ଧରିବେ, ତେବେ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତାର ରାସ୍ତା ମିଳିଯିବ। ଚତୁର୍ଥରେ, ନିଜ ଉପରେ ଭରସା ରଖନ୍ତୁ। ଦୁନିଆ ସ୍ୱାର୍ଥପର ଅଟେ। ଦୁଃଖ ସମୟରେ ଲୋକମାନେ ସବୁଠାରୁ ବଡ଼ ଭୁଲ କରନ୍ତି। ସେମାନେ ନିଜ ଉପରୁ ବିଶ୍ୱାସ ହରାଇ ଦିଅନ୍ତି। କିନ୍ତୁ ମନେ ରଖନ୍ତୁ, ଯଦି ଆପଣ ନିଜ ଉପରେ ବିଶ୍ୱାସ ରଖିବେ ନା, ତେବେ କୌଣସି କଷ୍ଟ ବି ଆପଣଙ୍କୁ ହରାଇ ପାରିବ ନାହିଁ। ପଞ୍ଚମରେ, ଖରାପ ସମୟ କେବଳ ସତ୍ୟ ଲୋକକୁ ହିଁ ଚିହ୍ନାଇବାକୁ ଆସେ। ସୁଖ ସମୟରେ ସମସ୍ତେ ଆପଣଙ୍କ ସହିତ ରହିବେ, କିନ୍ତୁ ଦୁଃଖ ସମୟରେ କେବଳ ସତ୍ୟ ଲୋକମାନେ ହିଁ ଆପଣଙ୍କ ସହିତ ରହିବେ। ଏଥିପାଇଁ ଦୁଃଖ ସମୟ ଆପଣଙ୍କୁ ସତ୍ୟ ଲୋକଙ୍କୁ ଚିହ୍ନିବାରେ ସହାୟକ କରିଥାଏ। ଷଷ୍ଠରେ, ନିଜ ପ୍ରତି ଏକ ଧୈର୍ଯ୍ୟ ରଖନ୍ତୁ। ଅନେକ ସମୟ ଲୋକମାନେ ଦୁଃଖ ସମୟରେ ଅତି ଶୀଘ୍ର ହାର ମାନିଯାଆନ୍ତି, କିନ୍ତୁ ଯେଉଁମାନେ ଧୈର୍ଯ୍ୟ ରଖନ୍ତି ସେମାନେ ନିଶ୍ଚିତ ଭାବରେ ଜିତିଥାନ୍ତି। ଏଥିପାଇଁ କେବେ ବି ନିଜ ଉପରୁ ଧୈର୍ଯ୍ୟ ହରାଇବେ ନାହିଁ, କାହିଁକି ନା ଏହି ଧୈର୍ଯ୍ୟ ହେଉଛି ସେହି ଜିନିଷ ଯାହାକି ଗୋଟିଏ ମନୁଷ୍ୟ ଉପରୁ ଏହି ଜିନିଷଟି ହାରିଗଲେ ତାର ଜୀବନଟା ବି ଧୀରେ ଧୀରେ ଦୁର୍ବଳତା ହେବାକୁ ଲାଗିବ। ତେଣୁକରି ନିଜ ପ୍ରତି ଆତ୍ମବିଶ୍ୱାସ ରଖି ଆଉ ଧୈର୍ଯ୍ୟ ରଖି ପରିସ୍ଥିତିରେ ସମସ୍ତ ସମସ୍ୟାର
ସମାଧାନ କରିବାକୁ ଚେଷ୍ଟା କରନ୍ତୁ ଏବଂ ଆପଣ ମଧ୍ୟ ଆଗକୁ ଯାଆନ୍ତୁ। ସପ୍ତମରେ, ଦୁଃଖ ଆପଣଙ୍କୁ ନୂଆ ଦିଗ ଦେଇଥାଏ। ଜୀବନରେ ଅନେକ ବଡ଼ ସଫଳତା କେବଳ ଦୁଃଖରୁ ହିଁ ଆରମ୍ଭ ହୋଇଥାଏ। ଅନେକ ସଫଳ ଲୋକ ସବୁଠାରୁ ଅଧିକ କଷ୍ଟ ସମୟ ହିଁ ଦେଖିଛନ୍ତି। ଏଥିପାଇଁ ଦୁଃଖକୁ କେବେ ମଧ୍ୟ ସୁଖ ବୋଲି ଭାବନ୍ତୁ ନାହିଁ। ଏହା ଆପଣଙ୍କର ହୁଏତ ନୂଆର ଆରମ୍ଭ ହୋଇପାରେ। କିନ୍ତୁ ବନ୍ଧୁଗଣ, ଜୀବନର ଗୋଟିଏ କଥା ମନେ ରଖନ୍ତୁ ଯେ ଜୀବନରେ ଯେତେ ବଡ଼ ସମସ୍ୟା ଆସୁନା କାହିଁକି, ଯଦି ନିଜ ଉପରେ ଆତ୍ମବିଶ୍ୱାସ, ଧୈର୍ଯ୍ୟ ଏବଂ ନିଜ ଉପରେ ଥିବା କିଛି ମାତ୍ରାରେ ପରିଶ୍ରମ, ଯଦି ଏହି ତିନୋଟି ଆପଣ ନିଜ ମାଇଣ୍ଡରେ ରଖି କାମ କରିବେ ନା, ତେବେ ଏହି ଦୁନିଆରେ ଏପରି କୌଣସି ଶକ୍ତି ନାହିଁ ଯେ ଆପଣଙ୍କୁ ହରାଇଦେବ। ତେଣୁକରି ଆମେ ଯଦି କୌଣସି ସଫଳତାରେ ପହଞ୍ଚିବାକୁ ଚାହୁଁଛନ୍ତି, ତେବେ ସେହି ସଫଳତାର ରାସ୍ତାଟି ହୁଏତ ଆମ ପାଇଁ କଷ୍ଟକର ହୋଇଥାଏ। କିନ୍ତୁ ଦିନ ଏମିତି ଆସିବ, ଆମେ ସେହି କଷ୍ଟର ପଥରେ ମଧ୍ୟ ଆଗେଇ ଯିବା। ତେଣୁକରି ନିଜ ପ୍ରତି କେବେ ମଧ୍ୟ ହାର ମାନିବାକୁ ଚେଷ୍ଟା କରନ୍ତୁ ନାହିଁ। ନିଜକୁ କେବେ ହେଲେ ଦୋଷୀ ସାବ୍ୟସ୍ତ ମଧ୍ୟ କରନ୍ତୁ ନାହିଁ। କାହିଁକି ନା ଦୁଃଖ ସମୟରେ ଅନେକ ଲୋକ ନିଜକୁ ଦୋଷ ଦେଇଥାନ୍ତି। ସେମାନେ ଭାବନ୍ତି ଯେ ଏହି ସମାଜରେ ମୁଁ ହିଁ କେବଳ ଖରାପ ମଣିଷ, ମୋ ପାଇଁ ହିଁ ଏହା ହେଲା। କିନ୍ତୁ ସତ୍ୟ ହେଉଛି, ଜୀବନରେ କେବେ କେବେ ଖରାପ ସମୟ ମଧ୍ୟ ସମସ୍ତଙ୍କ ପାଖକୁ ଆସିଥାଏ। ଏଥିପାଇଁ ନିଜକୁ କେବେ ମଧ୍ୟ ଦୋଷ ଦିଅନ୍ତୁ ନାହିଁ। ନିଜ ମନରେ ସକାରାତ୍ମକ ଭାବନା ରଖନ୍ତୁ। ବନ୍ଧୁମାନେ, କ'ଣ ଆପଣମାନେ ଜାଣିଛନ୍ତି ଯେ ଜୀବନରେ ସବୁଠାରୁ ବଡ଼ ଜିନିଷ କ'ଣ ଅଟେ? ଧନ, ଟଙ୍କା, ନା ଘର, ନା ସମ୍ପତ୍ତି? ତ ମୋ ମତ ଅନୁଯାୟୀ ଏହି ସବୁ ଗୁଡ଼ିକ ଆମ ପାଇଁ କିଛି ବି ଲାଭ ନୁହେଁ। କେବଳ ଯଦି ଦୁଃଖ ସମୟରେ ନିଜ ପ୍ରତି ଥିବା ଗୋଟିଏ ଆତ୍ମବିଶ୍ୱାସ ନାହିଁ, ତେବେ ଆମେ କୌଣସି ସମସ୍ୟାର ମଧ୍ୟ ସମାଧାନ ପାଇପାରିବା ନାହିଁ। ତେଣୁକରି ଏହି ସମାଜରେ ସବୁଠାରୁ ବଡ଼ ହେଉଛି, ଏକରେ ନିଜ ପ୍ରତି ଥିବା ଆତ୍ମବିଶ୍ୱାସ, ଦୁଇରେ ନିଜ ପ୍ରତି ଭଲ ପାଇବା। ଏହି ଦୁଇଟି ଜିନିଷ ହିଁ ଆମକୁ ଶିଖାଇ ଦିଏ ଯେ ପରିସ୍ଥିତିର କିଭଳି ଭାବରେ ସାମ୍ନା କରିବା ଉଚିତ ଅଟେ। ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟିକୁ ଏଇଠି ଷ୍ଟପ୍ କରିବା। ପୁଣି ଦେଖା ହେବା ଆଉ ଗୋଟିଏ ନୂଆ ଭିଡ଼ିଓରେ। ତ ଏହି ଭିଡ଼ିଓଟି ଦେଖି ସାରିଲା ପରେ ଆପଣଙ୍କୁ କେମିତି ଲାଗିଲା ମୋତେ ନିଶ୍ଚିତ ଭାବରେ କମେଣ୍ଟରେ ଜଣାଇବେ। ଆଉ ହଁ, ମୋର ଏହି ଚ୍ୟାନେଲରେ ଏହିପରି କିଛି ପ୍ରତ୍ୟେକ ଦିନ ନୂଆ ନୂଆ ଭିଡ଼ିଓ ଦେଖିବାକୁ ଚାହୁଁଥିଲେ, ଏବେ ହିଁ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ଗୋଟିଏ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଉପରେ ପ୍ରେସ୍ କରି ରଖିଥାନ୍ତୁ।
ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କର ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ତେବେ ସାଙ୍ଗମାନେ ରହିଲି, ଜୟ ଶ୍ରୀରାମ।